ଆପଣଙ୍କୁ କ୍ଲାସକୁ ସ୍ୱାଗତ କରୁଛି। ପିଲାମାନେ, ଗତ ଭିଡ଼ିଓରେ ଆମମାନେ ଦେଖିଥିଲେ ଯେ ଶ୍ରିୟା ଚାଣ୍ଡାଳୁଣୀ ସେ କେମିତି ସ୍ୱଚ୍ଛତାବଶତଃ ସକାଳୁ ଉଠି ପ୍ରତ୍ୟୁଷରୁ ଉଠି ନିଜର ନିତ୍ୟକର୍ମ ସାରି ଧାନ ବେଣୀ ଦ୍ୱାରା କେମିତି ଯେ ଲକ୍ଷ୍ମୀଙ୍କର ମୂର୍ତ୍ତି କରି ଗୋଟେ ଆସ୍ଥାନ କରି ଖଟୁଲିରେ ତାକୁ ପୂଜା କରୁଥିଲେ। ଯେଉଁ ଭକ୍ତି ଆଉ ନିଷ୍ଠାର ସହିତ ପୂଜା କରିବାରୁ ଏବଂ ତାର ଅଗଣାରେ ସୁନ୍ଦର ଚିତ୍ର ବିଚିତ୍ର ଫୁଲ ଗୁଡ଼ିକ ଆଙ୍କିଥିବାରୁ ମା ପଡ଼ିଦାତ୍ରୀ ଲକ୍ଷ୍ମୀ ତାର ସ୍ୱଚ୍ଛତା, ପବିତ୍ରତା, ନିର୍ମଳ ମନୋଭାବକୁ ଦେଖି ତା ଘରକୁ ଆସିଥିଲେ ଏବଂ ତାକୁ ମଧ୍ୟ ବର ପ୍ରଦାନ କରିଥିଲେ। କିଛି ସମୟ ସେଠି ରହିଥିଲେ ଏବଂ ବର ପ୍ରଦାନ ମଧ୍ୟ କରିଥିଲେ। ବର୍ତ୍ତମାନ ଆମେ ଦେଖିବା ଯେ ଏତତ ତଥ୍ୟ, ଏଇ ଯେଉଁ କଥା, ଲକ୍ଷ୍ମୀ ଯାଇକରି ଶ୍ରିୟା ଚାଣ୍ଡାଳୁଣୀ ଘରେ କିଛି ସମୟ ରହିଲେ ଏବଂ ତାକୁ ବର ପ୍ରଦାନ କଲେ, ସେ ଅଛୁଆଁ ଜାତି ବୋଲି ଇଏ କଥା ଏତତ ତଥ୍ୟମ୍ ଯୋଗ ବଳେନ ଶ୍ରୀ ବଳଭଦ୍ର ଜାନାତି ଶର୍ମାଜିକାୟାଃ ଗୃହଂ ଗତ୍ୱା ଲକ୍ଷ୍ମୀ ଅସ୍ପୃଶ୍ୟା ଅପବିତ୍ରା ଭବତି ଅତଃ ସହ କୁପିତଃ ସନ୍ ଶ୍ରୀମନ୍ଦିରେ ଲକ୍ଷ୍ମ୍ୟାଃ ପ୍ରବେଶଂ ବାରୟତି। ଅସ୍ପୃଶ୍ୟ ଗୃହଂ ଗତ୍ୱା ଲକ୍ଷ୍ମୀଃ ମନ୍ଦିରସ୍ୟ ପରିବେଶଂ ଗୌରବଂ च ନାଶୟତି ଇତି ଶ୍ରୀ ଜଗନ୍ନାଥଂ କଥୟତି। ଶ୍ରୀ ଜଗନ୍ନାଥଃ ଅଗ୍ରଜସ୍ୟ ଶ୍ରୀ ବଳଭଦ୍ରସ୍ୟ ଆଜ୍ଞୟା ଲକ୍ଷ୍ମୀ ଶ୍ରୀମନ୍ଦିରାତ୍ ବହିଷ୍କରୋତି। ବସ୍ତୁତଃ ପତ୍ନ୍ୟାଃ ତ୍ୟାଗଃ ଅନୁଚିତଃ। ଶର୍ମାଜିକାୟାଃ ଗୃହ ଗମନେନ କୋऽପି ଅସ୍ପୃଶ୍ୟଃ ନ ଭବତି। ଲକ୍ଷ୍ମୀ ପୁରାଣେ ବଳରାମ ଦାସः ସ୍ପଷ୍ଟତୟା ବୋଧୟତି ଯତ୍ ଲକ୍ଷ୍ମ୍ୟାଃ ପରିତ୍ୟାଗଃ ଏକଃ ଅହଙ୍କାର ବିଷୟଃ ଲକ୍ଷ୍ମୀ ସ୍ୱରୂପିଣୀ ପତ୍ନୀ କଦାପି ନ ପରିତ୍ୟାଗ ଯୋଗ୍ୟା। ଅଭିମାନେନ ଲକ୍ଷ୍ମୀଃ ଯଦା ଶ୍ରୀମନ୍ଦିରମ୍ ପରିତ୍ୟଜ୍ୟ ସାଗରତୀରେ ବିଶ୍ୱକର୍ମଣଃ ସାହାଯ୍ୟେନ ସୁବାସଭବନଂ ନିର୍ମାୟ ନିବସତି ତଦାରଭ୍ୟ ଶ୍ରୀମନ୍ଦିରମ୍ ଶ୍ରୀହୀନଂ ଜାତମ୍। ଶ୍ରୀଜଗନ୍ନାଥଃ ଶ୍ରୀବଳଭଦ୍ରଃ च ଲକ୍ଷ୍ମୀହୀନୌ ଅନାହାରେଣ ପୀଡ଼ିତୌ 12 ବର୍ଷାଣି ଇତস্তତଃ ଭ୍ରମନ୍ତୌ କଷ୍ଟଂ ସ୍ୱୀକୃତବନ୍ତୌ। ଶ୍ରୀମନ୍ଦିରେ ମହାପ୍ରସାଦସ୍ୟ ଅଭାବଃ ଅଭବତ୍। ତାହେଲେ ପିଲେ ଦେଖ, ଏତତ ତଥ୍ୟମ୍ ଯୋଗ ବଳେନ ଶ୍ରୀ ବଳଭଦ୍ର ଜାନାତି। ଏଇ କଥା ଯୋଗ ବଳରେ ଶ୍ରୀ ବଳଭଦ୍ର ଜାଣିଲେ। ଶର୍ମାଜିକାୟାଃ ଗୃହଂ ଗତ୍ୱା ଲକ୍ଷ୍ମୀଃ ଅସ୍ପୃଶ୍ୟା ଅପବିତ୍ରା ଭବତି ଅତଃ ସଃ କୁପିତଃ ସନ୍ ଶ୍ରୀମନ୍ଦିରେ ଲକ୍ଷ୍ମ୍ୟାଃ ପ୍ରବେଶଂ ବାରୟତି। ଶର୍ମାଜିକାୟାଃ ଗୃହଂ ଗତ୍ୱା, ଶର୍ମାଜିକାୟାଃ ଯେଉଁ ଶ୍ରିୟା ଚାଣ୍ଡାଳୁଣୀ ଘରକୁ ଯାଇ ଲକ୍ଷ୍ମୀ ଅସ୍ପୃଶ୍ୟା, ଲକ୍ଷ୍ମୀ ଅସ୍ପୃଶ୍ୟ ହେଇଗଲା। ଅପବିତ୍ରା ଭବତି, ଅସ୍ପୃଶ୍ୟ ହେଇଗଲା, ଅପବିତ୍ର ମଧ୍ୟ ହେଇଗଲା। ଅତଃ ଏଣୁ କରି ହେଲା
ଏଣୁକରି ସହ କୁପିତଃ କଃ କୁପିତଃ ବଳଭଦ୍ରः କୁପିତଃ ଶ୍ରୀମନ୍ଦିରେ ଲକ୍ଷ୍ମ୍ୟାଃ ପ୍ରବେଶଂ ବାରୟତି ଶ୍ରୀମନ୍ଦିରରେ ଲକ୍ଷ୍ମୀଙ୍କର ପ୍ରବେଶକୁ ବାରଣ କଲେ। ଅସ୍ପୃଶ୍ୟ ଗୃହଂ ଗତ୍ୱା ଅସ୍ପୃଶ୍ୟ ଗୃହଂ ଗତ୍ୱା ଲକ୍ଷ୍ମୀଃ ମନ୍ଦିରସ୍ୟ ପରିବେଶଂ ଗୌରବଂ च ନାଶୟତି ଇତି ଜଗନ୍ନାଥଂ କଥୟତି। ବଳଭଦ୍ର କ'ଣ କଲେ? ରାଗି ଯାଇ ଅସ୍ପୃଶ୍ୟ ଗୃହଂ ଗତ୍ୱା ଲକ୍ଷ୍ମୀଃ ମନ୍ଦିରସ୍ୟ ପରିବେଶଂ ଗୌରବଂ च ନାଶୟତି ଅସ୍ପୃଶ୍ୟ ଘରକୁ ଯାଇ ଲକ୍ଷ୍ମୀ ଶ୍ରୀମନ୍ଦିରର ପରିବେଶକୁ ନଷ୍ଟ କରୁଛି। ଗୌରବଂ च ନାଶୟତି ପରିବେଶ ଆଉ ତାର ଯେଉଁ ପବିତ୍ରତା ଏବଂ ତାର ଯେଉଁ ମହାତ୍ମ୍ୟ ଆକୁ ନାଶ କରୁଛି ବୋଲି ଇତି ମାନେ ବୋଲି ଶ୍ରୀ ଜଗନ୍ନାଥಂ କଥୟତି ବଳଭଦ୍ର ବଡ଼ ଭାଇ ବଳଭଦ୍ର ଜଗନ୍ନାଥଙ୍କୁ କହିଲେ। ଶ୍ରୀ ଜଗନ୍ନାଥ ଜଗନ୍ନାଥ ମଧ୍ୟ ଅଗ୍ରଜସ୍ୟ ଶ୍ରୀ ବଳଭଦ୍ରସ୍ୟ ଆଜ୍ଞୟା ଲକ୍ଷ୍ମୀ ଶ୍ରୀମନ୍ଦିରାତ୍ ବହିଷ୍କରୋତି। ବୁଝିଗଲା? ବଡ଼ ଭାଇଙ୍କ କଥାରେ ଜଗନ୍ନାଥ ମଧ୍ୟ ଲକ୍ଷ୍ମୀଙ୍କୁ କ'ଣ କଲେ? ବଳଭଦ୍ରଙ୍କ ଆଜ୍ଞାରେ ଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରରୁ ବାହାର କରିଦେଲେ। କି ବାହାର କରିଦେଲେ ପିଲେ? ହଁ, ଜଗନ୍ନାଥ ବାହାର କରିଦେଲେ। ବସ୍ତୁତଃ ବାସ୍ତବରେ ହେଲା ବସ୍ତୁତଃ ବାସ୍ତବରେ କ'ଣ ହେଲା ନା ପତ୍ନୀୟା ତ୍ୟାଗ ଅନୁଚିତ ବାସ୍ତବରେ ପତ୍ନୀୟାଃ ତ୍ୟାଗ ଅନୁଚିତ ବାସ୍ତବରେ ପତ୍ନୀକୁ ତ୍ୟାଗ କରିବା ସମ୍ପୂର୍ଣ୍ଣ ଭୁଲ ଉଚିତ ନୁହେଁ। ସମାର୍ଜିକାୟାଃ ଗୃହ ଗମନେନ କିଏ ନା ଆମର ଚାଣ୍ଡାଳୁଣୀ ଶ୍ରିୟା ଚାଣ୍ଡାଳୁଣୀ ଘରକୁ ଯିବା ଦ୍ୱାରା ଗମନେନ କୋପି କହ ଯୁକ୍ତ ଅପି କୋପି ଅସ୍ପୃଶ୍ୟଃ ନ ଭବତି। ବୁଝିଗଲା? କ'ଣ କହିଲେ ନା ଶ୍ରିୟା ଚାଣ୍ଡାଳୁଣୀ ଘରକୁ ଯିବା ଦ୍ୱାରା କୌଣସି ଅସ୍ପୃଶ୍ୟ ହୁଏ ନାହିଁ। ଲକ୍ଷ୍ମୀ ପୁରାଣେ ବଳରାମ ଦାସ ସ୍ପଷ୍ଟତୟା ବୋଧୟତି ଯତ ଲକ୍ଷ୍ମ୍ୟାଃ ପରିତ୍ୟାଗଃ ଏକଃ ଅହଙ୍କାର ବିଷୟ। ବଳରାମ ଦାସ ଲକ୍ଷ୍ମୀ ପୁରାଣରେ କ'ଣ ଲେଖିଲେ ନା ଏଇ ଯେଉଁ ଲକ୍ଷ୍ମୀକୁ ବାରଣ କରିବା ଏବଂ ଶ୍ରୀମନ୍ଦିରରେ ପୁରାଇ ନ ଦେବା ଇଏ ହେଉଛି ଗୋଟେ ଅହଙ୍କାରର କଥା ବୋଲି ବଳରାମ ଦାସ ଲକ୍ଷ୍ମୀ ପୁରାଣରେ ଲେଖିଲେ। ଲକ୍ଷ୍ମୀ ସ୍ୱରୂପିଣୀ ପତ୍ନୀ କଦାପି ଲକ୍ଷ୍ମୀ ସ୍ୱରୂପିଣୀ ପତ୍ନୀ କେବେ ବି ନ ପରିତ୍ୟାଗର ଯୋଗ୍ୟ ନୁହନ୍ତି। ଅଭିମାନରେ ତୃତୀୟାରେ ହେଇଛି ଅଭିମାନେନ ବାଳକେନ ଲକ୍ଷ୍ମୀ ଯଦା ଶ୍ରୀମନ୍ଦିରମ୍ ପରିତ୍ୟଜ୍ୟ ସାଗର ତୀରେ ବିଶ୍ୱକର୍ମଣଃ ସାହାଯ୍ୟେନ ସ୍ୱବାସଭବନମ୍ ନିର୍ମାୟ ନିବସତି
ତଦାରଭ୍ୟ ଶ୍ରୀମନ୍ଦିରମ୍ ଶ୍ରୀହୀନମ୍ ଜାତମ୍। କ'ଣ ହେଲା ନା ଅଭିମାନରେ ଲକ୍ଷ୍ମୀ ଯେତେବେଳେ ତାକୁ ବାହାର କରିଦେଲେ, କିଏ ଜଗନ୍ନାଥ ଲକ୍ଷ୍ମୀଙ୍କୁ ବାହାର କରିଦେଲେ, ସେତେବେଳେ ଅଭିମାନରେ ଲକ୍ଷ୍ମୀ ଯଦା ଶ୍ରୀମନ୍ଦିର ପରିତ୍ୟଜ୍ୟ, ଶ୍ରୀମନ୍ଦିରକୁ ପରିତ୍ୟାଗ କରି ସାଗର ତୀରେ ସମୁଦ୍ର କୂଳରେ, ସାଗର କହିଲେ କ'ଣ ସମୁଦ୍ର ତୀରରେ ବିଶ୍ୱକର୍ମଣ ସାହାଯ୍ୟେନ, ବିଶ୍ୱକର୍ମାଙ୍କ ସାହାଯ୍ୟରେ, ତୃତୀୟରେ ହେଇଛି ସ୍ୱବାସଭବନମ୍, ସ୍ୱ କହିଲେ କ'ଣ ନିଜ ବାସଭବନମ୍ ନିର୍ମାଣ କରି, ନିବସତି ଯେତେବେଳେ ବାସ କଲେ, ତଦାରଭ୍ୟ ସେହି ଦିନଠାରୁ ଶ୍ରୀମନ୍ଦିରମ୍ ଶ୍ରୀହୀନମ୍ ଜାତ, ସେହି ଦିନଠାରୁ ଶ୍ରୀମନ୍ଦିର ଶ୍ରୀହୀନ ହେଇଗଲା। ଶ୍ରୀ କହିଲେ ଲକ୍ଷ୍ମୀ ଯେତେବେଳେ ପଳେଇଗଲେ ଶ୍ରୀମନ୍ଦିର ଶ୍ରୀହୀନ ହେଇଗଲା। ହେଲା, ଶ୍ରୀ ଜଗନ୍ନାଥ ଶ୍ରୀ ବଳଭଦ୍ର ଚ ଲକ୍ଷ୍ମୀହୀନୌ ଅନାହାରେଣ ପୀଡ଼ିତ। ଜଗନ୍ନାଥ ବଳଭଦ୍ର ଶ୍ରୀହୀନ ଯେତେବେଳେ ହେଇଗଲେ, ଲକ୍ଷ୍ମୀଙ୍କ ଅଭାବରେ ଖାଇବାକୁ ପାଇଲେନି, ବୁଝିଗଲା। ଅନାହାରେଣ ପୀଡ଼ିତ, ଅନାହାରରେ ପୀଡ଼ିତ ହେଲେ। ଦ୍ୱାଦଶ ବର୍ଷାଣି ଇତସ୍ତତଃ, 12 ବର୍ଷ କାଳ, ହେଲା, 12 ବର୍ଷ କାଳ ଇତସ୍ତତଃ ଏଣେ ତେଣେ ଭ୍ରମନ୍ତଃ ମାନେ 2 ଜଣ ଯାକ ବୁଲି କଷ୍ଟଂ ସ୍ୱୀକୃତବନ୍ତୁ, କଷ୍ଟ ସ୍ୱୀକାର କଲେ। ଶ୍ରୀମନ୍ଦିରେ ମହାପ୍ରସାଦସ୍ୟ ଅଭାବଃ ଅଭବତ୍, ଶ୍ରୀମନ୍ଦିରରେ ମଧ୍ୟ ମହାପ୍ରସାଦର ଅଭାବ ହେଲା, କାରଣ ଲକ୍ଷ୍ମୀ ଯେତେବେଳେ ଥିଲେ ସେ ସମସ୍ତଙ୍କ ପାଇଁ ରୋଷେଇବାସ କରି ଖାଇବା ପିଇବାର ବ୍ୟବସ୍ଥା କରୁଥିଲେ। ଲକ୍ଷ୍ମୀ ଯେତେବେଳେ ଚାଲିଗଲେ, ତେଣୁ ମହାପ୍ରସାଦ ମିଳିଲାନି, ଅଭାବ ଦେଖାଦେଲା, ବୁଝିଗଲା ପିଲେ। ତାପରେ ଏକଦା ଥରେ ବୁଭୁକ୍ଷା ପୀଡ଼ିତ ଶ୍ରୀ ଜଗନ୍ନାଥ ଶ୍ରୀ ବଳଭଦ୍ର ଚ ସାଗର ତୀରେ ଲକ୍ଷ୍ମୀ ଭବନେ ଉପସ୍ଥିତ ଭୋଜନମ୍ ଚ ପ୍ରାର୍ଥିତବନ୍ତौ। ଲକ୍ଷ୍ମ୍ୟାଃ ଦାସୀ କଥିତବତୀ ଏତତ୍ ଅସ୍ପୃଶ୍ୟ ଗୃହମ୍ ଅତ୍ର ଭୋଜନ ଗ୍ରହଣେନ ଜାତିଃ ନଷ୍ଟା ଭବିଷ୍ୟତି, ତତଃ ତୌ ସ୍ୱୟମେବ ରନ୍ଧनं କର୍ତ୍ତୁଂ ଭୋଜ୍ୟଦ୍ରବ୍ୟାଣି ଆନୟତାମ୍। ପରନ୍ତୁ ବହୁ ଚେଷ୍ଟୟା अपि ପାକପାତ୍ରସ୍ୟ ଜଳଂ ନ ତପ୍ତମ୍, ଅତଃ କ୍ରୋଧେନ ଶ୍ରୀ ବଳଭଦ୍ରः ପାକପାତ୍ରଂ ତ୍ରୁଟିତବାନ୍। ତତଃ ପରଂ କ୍ଷୁଧାତୁରୌ ଭ୍ରାତରୌ ତସ୍ମିन् अस्पृश्य गृहे भोजनं कर्तुं प्रस्तुतौ। तत्र भोजनात् परं लक्ष्मी हस्तरन्धनम् इति ज्ञातवन्तौ। ततः अहङ्कारं विहाय लक्ष्मीं श्रीमन्दिरम् आनेतुम् उक्तवन्तौ। लक्ष्मी अपि श्रीमन्दिरे अस्पृश्य भेदः मास्तुः, सर्वे परस्परं भेदं विस्मृत्य एकत्र महाप्रसादं स्वीकुर्वन्तु। प्रति गुरुवासरं सा पूर्वमेव नगरभ्रमणं करिष्यति इति प्रतिज्ञां कृतवती। श्रीजगन्नाथः लक्ष्म्याः प्रस्तावम् अनुमोदितवान्। ततः श्रीमन्दिरं लक्ष्मीः आगच्छति। ବୁଝିହେଲା ପିଲେ। ବର୍ତ୍ତମାନ ହେଲା କ'ଣ ନା ଏକଦା କହିଲେ କ'ଣ, ଥରେ ବୁଭୁକ୍ଷୟା କ୍ଷୁଧାରେ ପୀଡ଼ିତ ହୋଇ, ବୁଭୁକ୍ଷୟା ପୀଡ଼ିତ
କ୍ଷୁଧାରେ ପୀଡ଼ିତ ହୋଇ ଶ୍ରୀ ଜଗନ୍ନାଥ ବଳଭଦ୍ରଶ୍ଚ ଜଗନ୍ନାଥ ଆଉ ବଳଭଦ୍ର ଦୁଇ ଜଣ ଯାକ ସାଗର ତୀରେ ସମୁଦ୍ର କୂଳରେ ଲକ୍ଷ୍ମୀ ଭବନେ ଲକ୍ଷ୍ମୀଙ୍କ ବାସସ୍ଥାନରେ ଉପସ୍ଥିତ ହେଲେ। ଭୋଜନମ୍ ଚ ପ୍ରାର୍ଥିତବନ୍ତୁ ଭୋଜନ ପ୍ରାର୍ଥନା ଖାଇବା ପାଇଁ ପ୍ରାର୍ଥନା କଲେ। ଲକ୍ଷ୍ମୀଙ୍କର ଲକ୍ଷ୍ମ୍ୟାହା କୋଉଥିରେ ହେଇଛି? ଷଷ୍ଠୀ ଏକବଚନରେ। ଦାସୀ କଥିତବତୀ ଲକ୍ଷ୍ମୀଙ୍କ ଦାସୀ କହିଲା ଇଏ ତ ଅସ୍ପୃଶ୍ୟ ଗୃହମ୍ ଏଇଟା ଅସ୍ପୃଶ୍ୟ ଘର, ଅସ୍ପୃଶ୍ୟ ଅଛୁଆଁ ଘର ହେଲା। ଆମେ ନୀଚ ଜାତି, ତେଣୁ ଆମ ଘରେ କେମିତି ଆପଣ ଅନ୍ନ ଗ୍ରହଣ କରିବେ? ଅତ୍ର ଏଠାରେ ଭୋଜନ ଗ୍ରହଣେନ ଭୋଜନ ଗ୍ରହଣ କରିବା ଦ୍ୱାରା ଜାତି ନଷ୍ଟା ଭବିଷ୍ୟତି। ଆପଣ ଦୁଇ ଜଣ ବ୍ରାହ୍ମଣ ଭଳି ଜଣା ପଡ଼ୁଛନ୍ତି, ଯଦି ଏଠି ଭୋଜନ କରିବେ ତାହେଲେ ଆପଣଙ୍କ ଜାତି ତ ନଷ୍ଟ ହେଇଯିବ, ଜାତି ଚାଲିଯିବ। ତତଃ ତାହାପରେ ତୌ ସ୍ୱୟମେବ ସେ ଦୁଇ ଜଣ ନିଜେ ରନ୍ଧନଂ କର୍ତ୍ତୁମ୍ ରାନ୍ଧିବା ପାଇଁ ଭୋଜ୍ୟ ଦ୍ରବ୍ୟାଣୀ ଭୋଜନ ଦ୍ରବ୍ୟ ଗୁଡ଼ିକୁ ଆନୟତାମ୍ ଆଣିଲେ, ତାଙ୍କ ପାଖରୁ ମାଗିକିରି ଆଣିଲେ ଯେ ଆମକୁ କିଛି ରୋଷେଇ ସାମଗ୍ରୀ ଆଉ ରୋଷେଇ ପାଇଁ ସରଞ୍ଜାମ ଦେଇଦେଲେ ଆମେ ବରଂ ହାତରେ ରାନ୍ଧିକିରି ଖାଇବୁ। ବୁଝିଗଲା? କିନ୍ତୁ ବହୁ ଚେଷ୍ଟା କରି ମଧ୍ୟ ପାକପାତ୍ର କହିଲେ ହାଣ୍ଡି, ରୋଷେଇ ଯୋଉଥିରେ ହୁଏ, ଜଳମ୍ ନ ତପ୍ତମ୍ ପାକପାତ୍ରର ଜଳ ଗରମ ହେଲା ନାହିଁ। ନ ତପ୍ତମ୍ ତପ୍ତ କହିଲେ ଗରମ ହେଲା ନାହିଁ। ଅତଃ କ୍ରୋଧେନ ଏଣୁକରି ରାଗି ଯାଇ ଶ୍ରୀ ବଳଭଦ୍ର ପାକପାତ୍ରମ୍ ତ୍ରୁଟିତବାନ୍ ପାକପାତ୍ରକୁ ବାଡ଼େଇକିରି ଭାଙ୍ଗିଦେଲେ, ରୋଷେଇ ହାଣ୍ଡିକୁ ବାଡ଼େଇ ଭାଙ୍ଗିଦେଲେ। ବୁଝିଗଲା? ଏହାପରେ ବୁଝିଗଲା? ତତଃ ପରମ୍ ବୁଝିଗଲା? ତତଃ ପରମ୍ ଏହାପରେ କ୍ଷୁଧାରେ ଆତୁର ହୋଇ ଭ୍ରାତରଉ ଦୁଇ ଭାଇ ଯାକ ତସ୍ମିନ୍ ଅସ୍ପୃଶ୍ୟ ଗୃହେ ସେହି ଅଜାତି ଘରେ ଭୋଜନମ୍ କର୍ତ୍ତୁମ୍ ପ୍ରସ୍ତୁତଉ ତାପରେ ସେ ଦୁଇ ଭାଇ ଯାକ ମିଶିକିରି କ୍ଷୁଧାର ଜ୍ୱାଳା ସହି ନ ପାରି ସେହି ଅସ୍ପୃଶ୍ୟ ଜାତି ଘରେ ଭୋଜନ କରିବା ପାଇଁ କହିଲେ। ତତ୍ର କ'ଣ ହେଲା? ତତ୍ର ଭୋଜନାତ୍ ପରମ୍ ଲକ୍ଷ୍ମୀ ହସ୍ତରନ୍ଧନମ୍ ଇତି ହେଲା। ଲକ୍ଷ୍ମୀ ହସ୍ତରନ୍ଧନମ୍ ଇତି ମାନେ ବୋଲି, ହସ୍ତରନ୍ଧନ ବୋଲି ଇତି ଜ୍ଞାତବତ ଜାଣିଲେ ଯେ ଏଇଭଳି ତ ଲକ୍ଷ୍ମୀ ଆମକୁ ରୋଷେଇ କରିକିରି ଖାଇବାକୁ ଦିଏ, ଯାହା ପରେ ଯାହା ଦରକାର, ଯେମିତି କହୁଥିଲେ ଖାଇସାରିଲା ପରେ ପୋଡ଼ ପିଠା ଆଉ ଡାଲି ଶାଗ ମୁଗ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତି କରିକିରି ଯେଉଁ 56 ଭୋଗ ଯେମିତି ଭଗବାନ ଖାଆନ୍ତି, ସେଇ ନ୍ୟାୟରେ
କାରଣ ଭିକାରୀ ଭିକ ମାଗୁଛି, ତାର ଶାଗ ଟିକେ ପଖାଳ ଦିଟା ହେଲେ ହେଇଯିବ କି କ'ଣ ହବ। କିନ୍ତୁ ଲକ୍ଷ୍ମୀ ଯେହେତୁ ସେଠି ଅଛନ୍ତି, ସେ 56 ଭୋଗ ଜଗନ୍ନାଥଙ୍କୁ ଯେମିତି ଭଲ ଲାଗିବ, ସ୍ୱାଦ ଲାଗିବ, ସେଇ ନ୍ୟାୟରେ ତାଙ୍କୁ ଖାଇବାକୁ ଦେଲେ। ତତଃ ତାହାପରେ ଅହଙ୍କାରମ୍ ବିହାୟ, ଅହଙ୍କାରକୁ ବିହାୟ ତ୍ୟାଗ କରି, ଲକ୍ଷ୍ମୀ ଶ୍ରୀମନ୍ଦିରମ୍, ଅହଙ୍କାର ତ୍ୟାଗ କରି ଲକ୍ଷ୍ମୀଙ୍କୁ, ଲକ୍ଷ୍ମୀ କେଉଁଠି ଯେମିତି ମୁନିମି ହେଇଛି ଦେଖିଛ ନଦୀମ୍ ହେଲା, ସେମିତି ଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରମ୍, ଶ୍ରୀମନ୍ଦିରକୁ ଆନେ ତୁମ୍, ଆଣିବାକୁ ଉକ୍ତବନ୍ତୁ କହିଲେ ଲକ୍ଷ୍ମୀ। କାରଣ ଆଡ଼େ ଯେଉଁ ଅନାହାରରେ 12 ବର୍ଷ କାଳ ଯେଉଁ କଷ୍ଟ ଭୋଗିଲେ, ସେ ଜାଣିଲେ ଯେ ଲକ୍ଷ୍ମୀ ବିନା ଆମେ ବଞ୍ଚିପାରିବା ନାହିଁ। ତେଣୁ ସମସ୍ତ ଅହଙ୍କାରକୁ ତ୍ୟାଗ କରି ସେ ଲକ୍ଷ୍ମୀ ଶ୍ରୀମନ୍ଦିରକୁ ଆଣିବା ପାଇଁ କହିଲେ। କିନ୍ତୁ ଲକ୍ଷ୍ମୀ ଶ୍ରୀମନ୍ଦିରେ, ଲକ୍ଷ୍ମୀ ଶ୍ରୀମନ୍ଦିରେ, ଲକ୍ଷ୍ମୀ ଅପି ଶ୍ରୀମନ୍ଦିରେ, ଶ୍ରୀମନ୍ଦିରରେ ସ୍ପୃଶ୍ୟମ୍ ଅସ୍ପୃଶ୍ୟମ୍ ଭେଦମ୍, ସ୍ପୃଶ୍ୟ ଅସ୍ପୃଶ୍ୟ ଭେଦ ମାସ୍ତୁ, ମା ଅସ୍ତୁ ମାସ୍ତୁ। ଲକ୍ଷ୍ମୀ କହିଲେ, ଯଦି ତମ ମନ୍ଦିରରେ, ଶ୍ରୀମନ୍ଦିରରେ ଭେଦାଭେଦ ରହିବ, ସ୍ପୃଶ୍ୟ ଅସ୍ପୃଶ୍ୟ ଭେଦଭାବ ଯଦି ନ ରହିବ, ମା ଅସ୍ତୁ, ମା ମାନେ ନା, ଯଦି ନ ରହିବ ତାହେଲେ ମୁଁ ଯିବି। ଏ କଥା ତ ତମେ ଆଗରୁ ଓଡ଼ିଆରେ ଶୁଣିଥବ ହେଲା। ସ୍ପୃଶ୍ୟ ଅସ୍ପୃଶ୍ୟ ଭେଦମ୍ ମା ଅସ୍ତୁ, ସର୍ବେ ପରସ୍ପରମ୍ ଭେଦମ୍ ବିସ୍ମୃତ୍ୟ ଏକତ୍ର ମହାପ୍ରସାଦମ୍ ସ୍ୱୀକୁର୍ବନ୍ତୁ। ତମ ଶ୍ରୀମନ୍ଦିରରେ ସମସ୍ତେ ନିଜ ନିଜର ଭେଦଭାବକୁ, ଉଚ୍ଚ ନିଚ, ଧନୀ ଦରିଦ୍ର, ଛୋଟ ବଡ଼, ସ୍ପୃଶ୍ୟ ଅସ୍ପୃଶ୍ୟ ବା ବ୍ରାହ୍ମଣ ଚାଣ୍ଡାଳ, ଇସବୁ ବାରଣ ଯଦି ବନ୍ଦ କରିବ, ତାହେଲେ ମୁଁ ଯାଇ ଯିବି। ଆଉ ଖାଲି ସେତିକି ନୁହେଁ, କେମିତି ହବ ନା, ସର୍ବେ ପରସ୍ପରମ୍ ଭେଦମ୍ ବିସ୍ମୃତ୍ୟ, ସମସ୍ତେ ନିଜର କ'ଣ ଗର୍ବ ଅହଙ୍କାରକୁ ବା ଛୋଟ ବଡ଼କୁ ତ୍ୟାଗ କରି, ଭୁଲି ଯାଇ, ଏକତ୍ର ଏକାଠି ବସି ମହାପ୍ରସାଦ ସ୍ୱୀକୁର୍ବନ୍ତୁ, ମହାପ୍ରସାଦକୁ ଯଦି ଭୋଜନ କରିବେ, ପ୍ରତି ଗୁରୁବାସରମ୍ ଆଉ କ'ଣ ହବ ନା, ପ୍ରତି ଗୁରୁବାସରମ୍, ଗୁରୁବାସରମ୍ ପ୍ରତି ଗୁରୁବାରକୁ ସା, ସେ କହିଲେ ଲକ୍ଷ୍ମୀ, ପୂର୍ବମେବ ହେଲା, ନଗର ଭ୍ରମଣମ୍ କରିଷ୍ୟତି ଇତି ପ୍ରତିଜ୍ଞାମ୍ କୃତବତୀ। ଏବଂ ସେଥିରେ ମଧ୍ୟ ଇଏ ସହମତି ହେଲେ, କିଏ? ଜଗନ୍ନାଥ ବଳଭଦ୍ର ସହମତି ହେଲେ ଏବଂ ପ୍ରତିଜ୍ଞା ମଧ୍ୟ କଲେ ଯେ କ'ଣ, ଲକ୍ଷ୍ମୀ ଆହୁରି ମଧ୍ୟ ପ୍ରସ୍ତାବ ରଖିଲେ ଯେ ପ୍ରତି ଗୁରୁବାରରେ ମୁଁ ସମସ୍ତଙ୍କ ଘରକୁ, ନଗର ଭ୍ରମଣ, ସମସ୍ତଙ୍କ ଘରକୁ ମୁଁ ବୁଲିବା ପାଇଁ ଯିବି ହେଲା। ଏଥିରେ ପ୍ରତିଜ୍ଞା ମଧ୍ୟ କଲେ ଶ୍ରୀ ଜଗନ୍ନାଥ, ଶ୍ରୀ ଜଗନ୍ନାଥ, ବଳଭଦ୍ର, ଲକ୍ଷ୍ମ୍ୟା ଶ୍ରୀ ଜଗନ୍ନାଥ, ଲକ୍ଷ୍ମ୍ୟା ପ୍ରସ୍ତାବମ୍ ଅନୁମୋଦିତବାନ୍, ଅନୁମୋଦିତ। ଜଗନ୍ନାଥ ମଧ୍ୟ ଲକ୍ଷ୍ମୀଙ୍କର ଏ ପ୍ରସ୍ତାବକୁ ଗ୍ରହଣ କଲେ। ତତଃ ତାହାପରେ ଶ୍ରୀମନ୍ଦିରମ୍, ଶ୍ରୀମନ୍ଦିରକୁ ଲକ୍ଷ୍ମୀ ହିଁ ଆଗଛତି, ବୁଝିପାରିଲ। ତାପରେ ଶ୍ରୀମନ୍ଦିରକୁ ଲକ୍ଷ୍ମୀ ଆସିଲେ, ବୁଝିହେଲା ପିଲେ।
ତେଣୁ ଏହା ପରେ ଜଗନ୍ନାଥ କ'ଣ କଲେ, କିଏ ଆମର ଜଗନ୍ନାଥ ବଳରାମ ଦାସ, ବୁଝିଲ ପିଲେ, ବଳରାମ ଦାସ ଲୋକପ୍ରିୟ କଥା ମାଧ୍ୟମେନ ଅସ୍ପୃଶ୍ୟତାକୁ ଦୂରୀକର୍ତ୍ତୁମ୍ ଅଚେଷ୍ଟିତ। ସେ ସମୟରେ ଯେଉଁ ଭେଦଭାବ ଥିଲା, ବଳରାମ ଦାସ ଲକ୍ଷ୍ମୀ ପୁରାଣରେ ସେ ଯେଉଁ ଅସ୍ପୃଶ୍ୟତା ଭେଦଭାବକୁ ଦୂର କରିବା ପାଇଁ ଚେଷ୍ଟା କରିଥିଲେ। କୁତ୍ରଚିତ୍ କୌଣସି ଜାଗାରେ ଭେଦଭାବ ନ କର୍ତ୍ତବ୍ୟ, କୌଣସି ଜାଗାରେ ମଧ୍ୟ ଭେଦଭାବ ରହିବା ଉଚିତ ନୁହେଁ। ସ୍ୱଚ୍ଛତା ସର୍ବତ୍ର ଆଦରଣୀୟ। ସ୍ୱଚ୍ଛତା ମଧ୍ୟ ସବୁଆଡ଼େ ଗ୍ରହଣ କରାଯିବା ଉଚିତ। ସ୍ୱଚ୍ଛତା କହିଲେ ଯେମିତି ତମର ମାନେ ମୋଦି ସରକାର, ବୁଝିପାରିଲ, ସ୍ୱଚ୍ଛତା ଦିବସ ପାଳନ କରନ୍ତି ବା ସ୍ୱଚ୍ଛତା ଉପରେ ଅନେକ କାର୍ଯ୍ୟକ୍ରମ ମଧ୍ୟ କରନ୍ତି। କାରଣ ଯଦି ଆମେ ପବିତ୍ରତାକୁ ଗ୍ରହଣ କରୁଛେ, ସ୍ୱଚ୍ଛତା ଗ୍ରହଣ କରୁଛେ, ଆମେ ଯେମିତି ସବୁ ରାସ୍ତାଘାଟ ଏଣେ ତେଣେ ଆଳିଆ ଆବର୍ଜନା ପକାଉଥିଲେ, ମଳତ୍ୟାଗ କରୁଥିଲେ, ମଳମୂତ୍ର ତ୍ୟାଗ କରୁଥିଲେ, ଯାହାଦ୍ୱାରା କି ବିଭିନ୍ନ ପ୍ରକାରର ରୋଗ ଆମକୁ ଧରୁଥିଲା, ଅକାଳରେ ମୃତ୍ୟୁ ମଧ୍ୟ ହେଉଥିଲା। ତେଣୁ ପୂର୍ବରୁ ବଳରାମ ଦାସଙ୍କ ସମୟରେ ସେ ମଧ୍ୟ ଏହି ସ୍ୱଚ୍ଛତା ଉପରେ ଲକ୍ଷ୍ମୀ ପୁରାଣରେ ସ୍ପଷ୍ଟ ଭାବେ ଲେଖିଛନ୍ତି, ଯାହାକି ଘରେ ଘରେ ଆମେ ସମସ୍ତେ ଆମ ମା ମାନେ ସବୁ କ'ଣ କରିଥାନ୍ତି ନା ବୁଧବାର ଦିନ ଠାରୁ ଝାଡ଼ୁ ଫାଡ଼ୁ ମାରି ଗୋମୟଦକରେ ବା ଗୋବର ପାଣିରେ ଲିପା ପୋଛା ମଧ୍ୟ କରିଥାନ୍ତି, ଯେତେବେଳେ ମାଟି ଘର ଥିଲା। ବର୍ତ୍ତମାନ ମଧ୍ୟ ସମସ୍ତ କୋଠା ଘର ହେଇଥିଲେ ମଧ୍ୟ ସମସ୍ତଙ୍କ ଘରେ ଦେଖିବ ପ୍ରାୟ ଗୁରୁବାର ଦିନ ସମସ୍ତେ ଲିପା ପୋଛା ବା ପୋଛା ମାରନ୍ତି। କୋଠା ଘର ହେଲେ ମଧ୍ୟ ତାକୁ ପୋଛା ମାରନ୍ତି ଏବଂ ଶୁଦ୍ଧ ପବିତ୍ର ଭାବେ ସକାଳୁ ଉଠି ନିଜର ନିତ୍ୟକର୍ମ, ସକାଳୁ ଉଠିବା ନିହାତି ଜରୁରୀ, ପ୍ରତ୍ୟୁଷରୁ ଉଠିବା ନିହାତି ଜରୁରୀ, କାରଣ ରୋଗ ଦୂରେଇ ଯାଇଥାଏ। ତମେ ଯେତେ ଲେଟ୍ ବିଳମ୍ବ ପର୍ଯ୍ୟନ୍ତ ଶୋଇବ, ସେତେ ରୋଗ ଆମକୁ ଆମ ଶରୀରରେ ବାସ କରିବ। ତେଣୁ ସେଥିପାଇଁ କ'ଣ କଲେ ନା ସ୍ୱଚ୍ଛତା ନିହାତି ଦରକାର। ଆଉ ସ୍ୱଚ୍ଛତା ଖାଲି ନୁହେଁ, ତା ପାଇଁ ମଧ୍ୟ କ'ଣ ନା ବେଳାବେଳି ଉଠିବା, ସୂର୍ଯ୍ୟୋଦୟ ପୂର୍ବରୁ ଉଠିବା, ବୁଝିପାରୁଛ, ସୂର୍ଯ୍ୟୋଦୟ ପୂର୍ବରୁ ଉଠି ବିଭିନ୍ନ ବ୍ୟାୟାମ ଆଦି କାର୍ଯ୍ୟ କରିବା, ନହେଲେ ଘରର କାମ କରିବା, ଯାହାକି ଆମ ଶରୀର ପାଇଁ ହିତକର। ଆଉ ଆମେ ଯଦି ସୁସ୍ଥ ହେଉଛେ, ତାହେଲେ ସମାଜ ମଧ୍ୟ ସୁସ୍ଥ ହେଉଛି। ତେଣୁ ସ୍ୱଚ୍ଛ ପରିବେଶ ସୁଖମ୍ ସୌଭାଗ୍ୟମ୍ ଆରୋଗ୍ୟମ୍ ଚ ଲକ୍ଷ୍ମୀ ସ୍ୱୟଂ ପ୍ରଯଚ୍ଛତି। ବୁଝିପାରିଲ ନା ନାହିଁ? ବର୍ତ୍ତମାନ ବିଜ୍ଞାନ ଯୁଗରେ ଆମେ କ'ଣ କରୁଛେ ନା ବିଜ୍ଞାନକୁ ବ୍ୟବହାର କରି ଆମେ ସିନା ଉନ୍ନତି ବାଟକୁ ଯାଉଛେ, କିନ୍ତୁ ପ୍ରାୟତଃ ପିଲା ସମସ୍ତେ ଦେଖିବା ସମସ୍ତଙ୍କ ଘରେ ବହୁ ବିଳମ୍ବ ପର୍ଯ୍ୟନ୍ତ ଶୋଇଥାନ୍ତି। ଆଜି ଛୁଟି ଦିନ, ଆଜି କିଛି କାମ ନାହିଁ, ଦିନ 9ଟା ପର୍ଯ୍ୟନ୍ତ ପ୍ରାୟତଃ ସବୁ ଶୋଇଥାନ୍ତି। କେତେକ ପିଲା ମଧ୍ୟ ପ୍ରଥମ ଖାଇବା ଖାଉ ଖାଉ ଗାଧୁଆ ପାଧୁଆ ଦାନ୍ତ ଘଷୁ ଘଷୁ 11ଟା 12ଟା ବଜେଇ ଦିଅନ୍ତି, ଯାହାଦ୍ୱାରା କି ଦେହ ପା ବହୁତ ରୋଗାଗ୍ରସ୍ତ ହୁଏ। ତେଣୁ ସେଥିପାଇଁ ସେତେବେଳେ ବଳରାମ ଦାସ ମଧ୍ୟ ଲକ୍ଷ୍ମୀ ପୁରାଣରେ ଖାଲି ଅସ୍ପୃଶ୍ୟ ଭାବକୁ ଦୂର କରିବା ପାଇଁ ନୁହେଁ, ସ୍ୱଚ୍ଛତା ଉପରେ ମଧ୍ୟ ଅନେକ ଗୁରୁତ୍ୱ ଆରୋପ କରିଥିଲେ। ଯଦି ସ୍ୱଚ୍ଛତା ଅବଲମ୍ବନ କରୁଛେ, ନିଶ୍ଚୟ ଆମେ ସୌଭାଗ୍ୟ ପ୍ରାପ୍ତି ହେବା, ଆରୋଗ୍ୟ ହେବ, ସୁଖ ସମୃଦ୍ଧି ବଢ଼ିବ।
ଆଉ ସମାଜର ମଧ୍ୟ ମଙ୍ଗଳ ହେବ। ରଥଯାତ୍ରାୟାମ୍, ରଥଯାତ୍ରାରେ, ଲତାୟମ୍ ଯେମିତି ହେଇଛି ସପ୍ତମୀ ଏକବଚନରେ, ରଥଯାତ୍ରାୟାମ୍ ସ୍ପୃଶ୍ୟ ଅସ୍ପୃଶ୍ୟ ଭେଦମ୍, ହେଲା, ଛୁଆଁ ଅଛୁଆଁ ଭେଦକୁ ତ୍ୟକ୍ତ୍ୱା ତ୍ୟାଗ କରି, ସର୍ବେ ସମସ୍ତେ ରଥାନ୍ ଆକର୍ଷୟନ୍ତି, ରଥକୁ ଟାଣିଥାନ୍ତି। ଧନୀ ଦରିଦ୍ର, ଅଫିସର ଚାକର, ରାଜା ପ୍ରଜା, ଇଏ ସମସ୍ତ ମିଶି ଏକାଠି ମିଶିକିରି କ'ଣ କରିଥାନ୍ତି ନା ରଥ ଦୌଡ଼ି ଟାଣିଥାନ୍ତି। ଭଗବାନ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ସହିତ, ହେଲା, ହିନ୍ଦୁ ମୁସଲମାନ ଖ୍ରୀଷ୍ଟିଆନ ଜୈନ, ଇଏ ଯେତେ ଯିଏ ଯେଉଁଠି ଯେଉଁ ଧର୍ମର ଯେଉଁ ଜାତିର ହଉନା କାହିଁକି, ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ, ଛୋଟ ବଡ଼ ନିର୍ବିଶେଷରେ ସମସ୍ତେ ମଧ୍ୟ ରଥ ଦୌଡ଼ି ଧରିକିରି ଭଗବାନଙ୍କୁ ଟାଣିଥାନ୍ତି, ଭଗବାନଙ୍କ ରଥକୁ ଟାଣିଥାନ୍ତି। ବୁଝିପାରିଲ? ସତ୍ୟମ୍ ଉକ୍ତମ୍, ଏହା ମଧ୍ୟ ଗୋଟେ ଉତ୍ତମ କଥା କୁହାଯାଇପାରେ। ସଂକୀର୍ଣ୍ଣ ଭେଦଭାବସ୍ତୁ ନାସ୍ତି ଶ୍ରୀକ୍ଷେତ୍ର ମଣ୍ଡଳେ ରାଜମାର୍ଗେ ଚ ବିଶ୍ୱସ୍ୟ ମାନବାଃ ସୋଦରାଃ ଏବ। ସଂକୀର୍ଣ୍ଣ ଭେଦଭାବସ୍ତୁ ନାସ୍ତି ଶ୍ରୀକ୍ଷେତ୍ର ମଣ୍ଡଳେ, କ'ଣ କହିଲେ ନା ସଂକୀର୍ଣ୍ଣ ଭେଦଭାବ, ସଂକୀର୍ଣ୍ଣତା ଭେଦଭାବକୁ ମଧ୍ୟ ନାସ୍ତି ଶ୍ରୀକ୍ଷେତ୍ର ମଣ୍ଡଳେ, ଶ୍ରୀକ୍ଷେତ୍ର ମଣ୍ଡଳ କହିଲେ କ'ଣ? ପୁରୀ, ପୁରୀରେ ସଂକୀର୍ଣ୍ଣତା ନାହିଁ। ନିଜ ନିଜ ଭିତରେ ଛୋଟ ବଡ଼ ବା ଉଚ୍ଚ ନିଚ, ଅସ୍ପୃଶ୍ୟ ଅସ୍ପୃଶ୍ୟ, ବ୍ରାହ୍ମଣ ଚାଣ୍ଡାଳ, ଇଏ ସବୁ ଭେଦଭାବ ଦେଖାଯାଏ ନାହିଁ। ରାଜମାର୍ଗେ ଚ ବିଶ୍ୱସ୍ୟ ମାନବାଃ ସୋଦରାଃ ଏବ, ରାଜମାର୍ଗେ ମଧ୍ୟ, ରାଜ ଦରବାରରେ ମଧ୍ୟ ଦେଖାଯାଏ, ବିଶ୍ୱରେ ଲୋକମାନଙ୍କ ମଧ୍ୟରେ ସମସ୍ତେ ଭାଇ ଭାଇ ଭଳି, ବିଶ୍ୱସ୍ୟ ମାନବାଃ ସୋଦରାଃ ଏବ, ସୋଦର କହିଲେ କ'ଣ? ଭାଇ, ଭାଇ ଭାଇ ଭଳି ସମସ୍ତେ କୋଳାକୁଳି ହୋଇଥାନ୍ତି। ଭାତୃତ୍ୱ ଭାବନାକୁ ନେଲେ ଶାନ୍ତି ପରିଲକ୍ଷିତ ହେଇଥାଏ। ସେଥିପାଇଁ ସମସ୍ତେ ବିଶ୍ୱରେ ଭାତୃତ୍ୱ ଭାବ ରକ୍ଷା କରିବା ଉଚିତ। ସ୍ୱଚ୍ଛତା ରକ୍ଷଣମ୍ ଶୌଚମ୍ ପ୍ରତିଷ୍ଠାନମ୍ ହିତାୟ ଚ, ସ୍ୱଚ୍ଛତା ରକ୍ଷଣମ୍ ଶୌଚମ୍ ପ୍ରତିଷ୍ଠାନମ୍ ହିତାୟ ଚ, ସ୍ୱଚ୍ଛତା ସୁଖଦା ନିତ୍ୟମ୍ ସ୍ୱଚ୍ଛାତ ସ୍ୱଚ୍ଛମ୍ ପ୍ରଶସ୍ୟତେ। ସ୍ୱଚ୍ଛତା ରକ୍ଷଣମ୍ ଶୌଚମ୍, ସ୍ୱଚ୍ଛତା ରକ୍ଷା କରିବା, ଶୌଚ ପ୍ରତିଷ୍ଠାନମ୍, ପ୍ରତ୍ୟେକ ସ୍ଥାନରେ ଯଦି ସ୍ୱଚ୍ଛତା ରକ୍ଷା କରିବା ତାହେଲେ କ'ଣ ହେବ? ହିତାୟ ଚ, ନିଜର ମଙ୍ଗଳ ହେବା ସହିତ ସାରା ସଂସାରର ମଧ୍ୟ, ପୃଥିବୀର ମଧ୍ୟ ମଙ୍ଗଳ ହେଇଥାଏ, ହିତ ସାଧନ ହେଇଥାଏ, ଆମେ ନିରୋଗୀ ହେଇଥାଉ, ସୌଭାଗ୍ୟବାନ ହେଇଥାଉ, ଆଉ କ'ଣ ହେଇଥାଉ ନା ସମସ୍ତେ ସୁଖ ସମୃଦ୍ଧିରେ କାଳାତିପାତ କରିଥାଉ। ସ୍ୱଚ୍ଛତା ସୁଖଦା ନିତ୍ୟମ୍, ଯଦି ସ୍ୱଚ୍ଛତାକୁ ଅବଲମ୍ବନ କରୁଛେ, ହେଲା, ଶୁଦ୍ଧ ପବିତ୍ର ଖାଦ୍ୟ ଖାଇବା, ଶୁଦ୍ଧ ପବିତ୍ର ଘରେ ରହିବା, ଶୁଦ୍ଧ ପବିତ୍ର ବସ୍ତ୍ର ପରିଧାନ କରିବା ଏବଂ ହାତ ଧୋଇକିରି ଖାଇବା, ଯାହା ବର୍ତ୍ତମାନ ସବୁ ବିଜ୍ଞାନ କ୍ଷେତ୍ରରେ ମଧ୍ୟ ନିୟମ କରାଯାଇଛି ଯେ ହାତ ଧୋଇକିରି ଖାଇବ। ବାସ୍ତବରେ ପୁରାଣ ଯୁଗରେ ମଧ୍ୟ ତାହା ଥିଲା। ପଞ୍ଚାଙ୍ଗ, ପଞ୍ଚାଙ୍ଗ ପ୍ରକ୍ଷାଳନ ପରେ ଯାଇକରି ଭୋଜନ ଗ୍ରହଣ କରିବା। ପଞ୍ଚାଙ୍ଗ କହିଲେ ହାତ ଗୋଡ଼ ମୁଖ, ବୁଝିପାରିଲ? ଯେତେବେଳେ ଆମେ ଭୋଜନ ଗ୍ରହଣ କରିବା ଆଗେ ପାଞ୍ଚଟିକୁ ପ୍ରକ୍ଷାଳନ କରିବା ପରେ, ଧୋଇବା ପରେ ଗ୍ରହଣ କରିବା ଉଚିତ। କାରଣ ଆମେ କୁଆଡ଼େ ବୁଲି ବୁଲି ଆସିଥିବା, ଆମ ଗୋଡ଼ରେ କ'ଣ ଥିବ ନା ବିଭିନ୍ନ ପ୍ରକାର ଜୀବାଣୁ କୀଟାଣୁ ଥାଇପାରନ୍ତି, ବା ହାତ କୁଆଡ଼େ କ'ଣ ଏମିତି ବ୍ୟବହାର କରିଥିବା ସେଥିରେ ମଧ୍ୟ ଜୀବାଣୁ କୀଟାଣୁ ଥାଇପାରନ୍ତି। ତେଣୁ ଆମେ ଯେତେବେଳେ ଖାଦ୍ୟ ନେବା ସେ ସିଧାସଳଖ ଭିତରକୁ ପଳେଇଯିବ। ମୁହଁଟାକୁ ମଧ୍ୟ କାହିଁକି ପ୍ରକ୍ଷାଳନ କରିବା, ଧୋଇବା ଭଲ ରକମ ନା ମୁଖଟା ମଧ୍ୟ ଦୀର୍ଘ ସମୟ ଧରିକି ଯେତେବେଳେ ଆମେ ଖାଆ ପିଇ କିଛି କରିନଥିବା ଏବଂ କେଉଁଠି ବୁଲୁଥିବା, ଯେଉଁ ପବନରେ ମଧ୍ୟ ଘୁରି ବୁଲୁଥିବା ଜୀବାଣୁ ଗୁଡ଼ିକ ଆମ ମୁଖରେ ମଧ୍ୟ ଥାଆନ୍ତି। ଆମେ ଖାଇଲା ବେଳେ ତାହା ମଧ୍ୟ ଭିତରକୁ ଯାଇଥାଏ, ରୋଗ ସୃଷ୍ଟି କରିଥାଏ। ସେଥିପାଇଁ ପୂର୍ବରୁ କୁହାଯାଇଛି ଯେ ପଞ୍ଚାଙ୍ଗ ପ୍ରକ୍ଷାଳନ ପରେ ଭୋଜନ ଗ୍ରହଣ କରିବା ଉଚିତ। ବର୍ତ୍ତମାନ ବିଜ୍ଞାନ ଯୁଗରେ
ଯେମିତି ଆମ ସ୍କୁଲମାନଙ୍କରେ ସବୁ କୁହାଯାଉଛି ଯେ ଆଗେ ସାବୁନରେ ହାତ ଧୁଅ ପରେ ଯାଇକରି ଖାଦ୍ୟ ଗ୍ରହଣ କର। ବୁଝିଲ ପିଲେ? ତେଣୁ ତାହା ହିଁ ହେଉଛି କ'ଣ ପାଇଁ ନା ସୁଖ ସମୃଦ୍ଧି ବୃଦ୍ଧି ପାଇଁ। ସ୍ୱଚ୍ଛତା ସୁଖତା ନିତ୍ୟମ୍। ଯଦି ଆମେ ସ୍ୱଚ୍ଛତା ରକ୍ଷା କରୁଛେ ନିଶ୍ଚିତ ଆମେ ସୁଖରେ ରହିବା। ସ୍ୱଚ୍ଛାତ ସ୍ୱଚ୍ଛମ୍ ପ୍ରଶାସ୍ୟତେ। ସ୍ୱଚ୍ଛରୁ ଶୁଦ୍ଧତାରୁ ଆହୁରି ଶୁଦ୍ଧ କେମିତି ହେଇପାରିବ, ସ୍ୱଚ୍ଛତାରୁ ଆହୁରି ସ୍ୱଚ୍ଛତା କେମିତି ହେଇପାରିବ, ସେଥିପାଇଁ ମଧ୍ୟ ଯତ୍ନବାନ ହେବା ଉଚିତ। ବୁଝିଲ ପିଲେ? ତାହେଲେ ବର୍ତ୍ତମାନ ଆମେ ବିଷୟର ସମସ୍ତ ସରିଗଲା ପାଠ୍ୟକ୍ରମ। ତାପରେ ଆମେ ଦେଖିବା ପ୍ରଶ୍ନୋତ୍ତର ପର୍ଯ୍ୟନ୍ତ ଯିବା, ଦେଖିବା ପ୍ରଶ୍ନୋତ୍ତରରେ ସବୁ କ'ଣ ଅଛି।